ସମସ୍ତେ ଦେଖୁଥିବେ ଆମର 5 ପରେ 7 ଅଛି, ଆପଣ ଜାଣିପାରୁଥିବେ ଏଗୁଡ଼ା ସବୁ ଅଛି କିନ୍ତୁ 5 ପରେ 7 ଅଛି। ତ ଏଇଭଳିଆ ଅପସନ୍ ଆପଣଙ୍କର କେତେ ଏସ୍ଏଚ୍ଜିରେ ବି ଶୋ କରୁଥିବ, 6 ନମ୍ବର ଅପସନ୍ ଶୋ କରୁନାହିଁ। ତ ଆମେ କ'ଣ କରିବା, ବର୍ତ୍ତମାନ ଦେଖନ୍ତୁ 5 ପରେ ଯେଉଁ 6 ଅଛି ତାକୁ ଆମେ ସେ ଯେଉଁ 6 ନମ୍ବର ଅପସନ୍ଟା ପାଇଁ ଆପଣଙ୍କୁ ଅପଲୋଡ଼ ହେଇପାରୁନଥିବ, କାହିଁକିନା ଏଇଟା ସେ ଅଫିସ୍ ବିୟରର ତା ଭିତରେ ଖୋଜୁଛି। ତ ଆପଣ କରିବେ କ'ଣ, ଯେ ଆପଣଙ୍କର ମେମ୍ବର୍ସକୁ ପଳାଇଯିବେ, ମେମ୍ବରମାନଙ୍କ ପାଖକୁ ପଳାଇବେ। ଦେଖନ୍ତୁ ୟା ଭିତରୁ ଯିଏ ବି ଆପଣଙ୍କର ମେମ୍ବରମାନଙ୍କ ଭିତରେ ପ୍ରେସିଡେଣ୍ଟ ହେଇଥିବ ତାଙ୍କୁ ଆପଣ ଖୋଲିବେ। ଖୋଲି ସାରିଲା ପରେ ତାଙ୍କର ଦେଖନ୍ତୁ ମୋର ଯିଏ ବି ହେଇଥିବ ମୋ ଡିଟେଲ୍ସକୁ ଯିବେ, ମୋ ଡିଟେଲ୍ସକୁ ଯିବେ, ଏଠି ମୋ ଡିଟେଲ୍ସ ଉପରେ କ୍ଲିକ୍ କରିବେ। ମୋ ଡିଟେଲ୍ସ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଦେଖନ୍ତୁ ଏମିତି ଗୋଟେ ଇଣ୍ଟରଫେସ୍ ଆସିବ। ସେଟାର ଶୋ କରିବ ଯେ ସେ କ'ଣ ଅଛନ୍ତି ଆପଣଙ୍କର ସେଠି, ଆପଣଙ୍କର ପ୍ରେସିଡେଣ୍ଟ କିମ୍ବା ସେକ୍ରେଟାରୀ ସେମାନେ କରିବେ। ପ୍ରେସିଡେଣ୍ଟ ସେକ୍ରେଟାରୀ କରିଲା ମାନେ ସେମାନଙ୍କର ସିଗ୍ନେଟୋରୀ ଆସିଯିବ। ତ ସିଗ୍ନେଟୋରୀ ଉପରେ କ୍ଲିକ୍ କରିବେ, ୟେସ୍ ଆଉ ନୋ ଭିତରେ ଓକେ କରିଦେବେ। ତାପରେ ସେଭ୍ କରିଦେବେ, କନସେଣ୍ଟ ଦେଇଦେବେ। ତାପରେ ଏନାଦର ଆମ ପ୍ରେସିଡେଣ୍ଟ କଲେ, ଏবার ସେକ୍ରେଟାରୀ କରିବାର ଅଛି। ସେକ୍ରେଟାରୀଟା କ'ଣ କରିବେ, ଯେକୌଣସି ମେମ୍ବର ଆପଣଙ୍କର ଯିଏ ସେକ୍ରେଟାରୀ ଥିବ ତାଙ୍କ ପାଖକୁ ଯିବେ। ସେଠି ଆପଣ କ'ଣ କରିବେ ନା ସେଇ ମେମ୍ବରକୁ ଆପଣ ତା ଉପରେ କ୍ଲିକ୍ କରିବେ। ସେଇଭଳିଆ ଏଠି ମୋ ଡିଟେଲ୍ସକୁ ଯିବେ। ମୋ ଡିଟେଲ୍ସକୁ ଗଲା ପରେ ଏଠି ତାଙ୍କୁ ସେକ୍ରେଟାରୀ କରିବେ। ସେକ୍ରେଟାରୀ କଲା ପରେ ଆପଣଙ୍କର ଦେଖନ୍ତୁ ଅଟୋମେଟିକ୍ ଆକ୍ଟିଭ ସେକ୍ରେଟାରୀ କରିଦେବେ। କେଉଁ ଡେଟ୍ରୁ ସେ ଅଛନ୍ତି ପକାଇଦେବେ, ଲାଷ୍ଟ ଡେଟ୍ଟା ଦରକାର ନାହିଁ, ସେମିତି ଥିବ। ତାପରେ ଓକେ କରିବେ। କରିସାରିଲା ପରେ ତାପରେ ଦେଖନ୍ତୁ ଆମେ ସେଇ ଏସ୍ଏଚ୍ଜିକୁ ଯିବା, ଦେଖିବା ଯେ ସେ ଏସ୍ଏଚ୍ଜି ବର୍ତ୍ତମାନ ଫୁଲି ରେଡ଼ି ହେଇଯାଇଥିବ। ସେଇଟା ଯଦି ଆପଣଙ୍କର ଶୋ କରୁନଥିଲା ଅପଲୋଡ଼ ପାଇଁ, ଦେଖିବେ ଆପଣ ଯେତେବେଳେ ଯାହା ଶୋ କରିବେ ଆପଣଙ୍କର 6 ନମ୍ବର ବି ଶୋ କରିଗଲା। ସେ ମେମ୍ବର ମାନେ ବି ରହିଯିବେ। ଦେଖନ୍ତୁ ଏଇଠି ଆଉ ଗୋଟେ ଯେଉଁ ଫାଙ୍କା ଅଛି ଆପଣ ଟ୍ରେଜରକୁ ବି ରଖିପାରିବେ। ସେଥିପାଇଁ ଆପଣଙ୍କର ପ୍ରେସିଡେଣ୍ଟ ସେକ୍ରେଟାରୀ ରହିଛି। ଆଉ ସେ ଏସ୍ଏଚ୍ଜିକି ବି ଆପଣ ଚାହିଁବେ ଯଦି ଆପଣ ରିଭ୍ୟୁ ଆପଣ ଏଠି ଅପଲୋଡ଼ ବି କରିପାରିବେ। ଅଫିସ୍ ବିୟରରେ ୟେସ୍ ହେଇଗଲା, ଯେଉଁଟା ନୋ ଥିଲା ଦେଖନ୍ତୁ ଅଫିସ୍ ବିୟରରେ ଆପଣଙ୍କର ୟେସ୍ ହେଇଗଲା। ଆଉ ଅପଲୋଡ଼ ଯେଉଁ ହେଉନାହିଁ, ଶୋ କରୁନାହିଁ ବର୍ତ୍ତମାନ, ଆପଣଙ୍କୁ ତା ପାଇଁ ଗୋଟେ ଭିଡ଼ିଓ ମୁଁ ଆଗରୁ ଦେଇଛି ଯେ ଚେଞ୍ଜେସ୍ କରିବେ କେମିତି ଏସ୍ଏଚ୍ଜି ପ୍ରୋଫାଇଲରେ ସେଭିଙ୍ଗସକୁ, ତାପରେ ହେଇଯିବ। ତ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।